ଶୁଣନ୍ତୁ ଇଏ ହଉଛି ସେ ଏଆଇସିସି ମେମ୍ବର ଆଙ୍କୁ ଦଳରୁ ବହିଷ୍କାର କଲା, ପ୍ରାଥମିକ ମେମ୍ବରସିପ ରୁ ବହିଷ୍କାର କରାଗଲା। ଇଏ ହଉଛି ପୁରାପୁରି ଏଆଇସିସି ର ନିଷ୍ପତ୍ତି, ମାନେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ନେତା ମାନଙ୍କର ନିଷ୍ପତ୍ତି, ହାଇକମାଣ୍ଡଙ୍କର ନିଷ୍ପତ୍ତି। ତେଣୁ ସେଥିରେ ଆଉ କିଛି କାହାର କହିବାର ନାହିଁ, କାରଣ ସେମାନଙ୍କ ପାଖରେ ଖବର ନିଶ୍ଚିତ ଭାବରେ ଗୋଟେ ପହଞ୍ଚିଥିଲା ଯେ ଇଏ ଦଳରେ ନାହାନ୍ତି ବା ଦଳ ସହିତ ତାଙ୍କର ସମ୍ପର୍କ କମି ଯାଇଛି, ଏବଂ ଏଠି ତ ଭାରତୀୟ ଜନତା ପାର୍ଟି ସହିତ ତାଙ୍କର ସମ୍ପର୍କ ଥିବା କଥା। ନିଜେ ଭକ୍ତ ଦାସ କହୁଥିଲେ, ଚାରିଆଡେ ମାନେ ଆମେ ଦେଖିଛେ ଟିଭିରେ କହୁଥିଲେ, ଏବଂ ସେଇ ଦୃଷ୍ଟିରୁ ତାଙ୍କୁ ବାହାର କରି ଦିଆଯାଇଛି। ଆଉ କଣ ସେ କହିବା କଥା ଯେ ମୁଁ ଦଳର ଭଲ ପାଇଁ କହୁଥିଲି, ଆଉ କହୁଥିଲି ରାହୁଲ ଗାନ୍ଧୀ କହୁଥିଲେ ଯେ ଯିଏ ସ୍ପଷ୍ଟ କଥା କହିବ ତାମାନେ ସେ ଡରିବ ନାହିଁ। ମୁଁ ଏ ଭଲ କଥା କହିଲି ଦଳର ଉନ୍ନତି ପାଇଁ, ଆଉ ମତେ ବାହାର କରାଗଲା। ଏକୁ ନେଇ କଣ କହିବେ? ଏଇ ଦଳର ଭଲ ପାଇଁକି କହିଥିବା କଥାଟା ଯଦି ସେ ଭାବୁଛନ୍ତି, ତାହେଲେ ସେ ତ ଚିଠିରେ ଅଲ ଇଣ୍ଡିଆ ନେତାଙ୍କର କୌଣସି ପ୍ରକାର ତାଙ୍କୁ ଆକ୍ଷେପ କରିନଥାନ୍ତେ। ତାଙ୍କ ଭିତରେ କିଏ ଚୟନ ହବ, କାହାକୁ ନେତା କରାଯିବ, ସେ କଥା ମନ୍ତବ୍ୟ ଦେଇନଥାନ୍ତେ। ସେ ଓଡିଶାର ରାଜନୈତିକ ଦଳ ବ୍ୟାପାର, ସେ ଏକଦମ ଭାରତୀୟ ରାଜନୈତିକ ଦଳ ବ୍ୟାପାରରେ ପ୍ରବେଶ କଲେ। ଯଦି କଲେ ତାହେଲେ ତାକୁ ଖବରକାଗଜ ବା ଟିଭି ମାଧ୍ୟମରେ ଆହୁରି ଅଧିକ ଭାବରେ ପ୍ରଚାରିତ କଲେ। କାରଣ ତାଙ୍କର ଅତୀତର ରେକର୍ଡ ହଉଛି ଯେ ସେ କଂଗ୍ରେସରେ ଥାଇକି ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କର ଅତୀତରେ ଆମର ପାର୍ଲାମେଣ୍ଟ ନିର୍ବାଚନ ହେଉ, ଆସେମ୍ବଲି ନିର୍ବାଚନ ହେଉ, ସେଥିରେ କରୁଥିଲେ। ଏବଂ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହେଲା, ସେଥିରେ ସେ ନିଜେ ଖୋଲାଖୋଲି ଭାବରେ କହିଲେ। ଏଣୁ ସେ ସବୁ କଥାଟା ବିଚାରକୁ ନେଇକିରି ହାଇକମାଣ୍ଡ ତାଙ୍କୁ ବାହାର କରିଛନ୍ତି। ଆଉ କଣ ସାର୍, ବର୍ତ୍ତମାନ ଦେଖାଯିବ ତାଙ୍କ ଝିଅ ବର୍ତ୍ତମାନ ବିଧାୟକ ଅଛନ୍ତି। ଏ ଯେ ଯଦି ଦଳ ଏଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ଝିଅ ଏବେ କଣ କରିବେ? ସିଏ କଣ କରିବେ ତାଙ୍କୁ ପଚାରିଲେ କହିବେ ନା। ଝିଅ ରହିବେ କି ନାଇଁ ବାପାଙ୍କ ସାଙ୍ଗରେ, କିମ୍ବା ତାଙ୍କର ନିଜର ଭିନ୍ନ ମତ ଦେବେ। କାରଣ ସେ ଅନେକ ଭାବରେ ସଚେତନ ଏବଂ ରାଜନୈତିକ ଦୃଷ୍ଟିକୋଣ ତାଙ୍କର ଖୁବ ଭଲ, ଉଚ୍ଚ ମାନର ବୋଲି ମୁଁ ବିଚାର କରେ। ସେ ତାଙ୍କର ନିଷ୍ପତ୍ତି ନେବେ, ବାପାଙ୍କ ସାଙ୍ଗରେ ରହିବେ ନା କଂଗ୍ରେସ ସାଙ୍ଗରେ ରହିବେ। ଏହା ହଉଛି ତାଙ୍କ ନିଷ୍ପତ୍ତି, ସୋଫିଆଙ୍କ ନିଷ୍ପତ୍ତି। ସାର୍, ସୋଫିଆ ପୂର୍ବରୁ ଅନେକ ଥର କହିଛନ୍ତି ଯେ ସେ ବାପାଙ୍କ ନିଷ୍ପତ୍ତି ହିଁ କାର୍ଯ୍ୟକାରୀ କରନ୍ତି। ସେ ବାପାଙ୍କୁ ବହୁତ ଭଲ ପାଆନ୍ତି ଏବଂ ବାପାଙ୍କ ସହିତ ରହିଛନ୍ତି। ତ ବାପାଙ୍କ ନିଷ୍ପତ୍ତି କଂଗ୍ରେସରେ ଥିଲାବେଳେ କାର୍ଯ୍ୟକାରୀ କରୁଥିଲେ। ସେ କଂଗ୍ରେସରେ ରହୁଥିଲେ, କଂଗ୍ରେସରେ କାର୍ଯ୍ୟକାରୀ କରୁଥିଲେ। ବର୍ତ୍ତମାନ ସେ କଂଗ୍ରେସରେ ନାହାନ୍ତି, ଏବେ କରିବେ କି ନାହିଁ ସେ ତାଙ୍କ ନିଷ୍ପତ୍ତି ନେବେ ନାହିଁ। ସାର୍, ଦୀର୍ଘ ବର୍ଷ ହେଲା ମୁକିମ କଟକ ହଉ, ଗୋଟେ ଓଡ଼ିଶା ରାଜନୀତିରେ ତାଙ୍କର ଗୋଟେ ରହିଛି ଦବଦବା ରହିଥିଲା। କଟକ ରାଜନୀତିରେ ମଧ୍ୟ ସେ ଜିଲ୍ଲା କାର୍ଯ୍ୟକର୍ତ୍ତାଠୁ ଆରମ୍ଭ କରି ରାଜ୍ୟ ସ୍ତରର ଗୋଟେ ବରିଷ୍ଠ ନେତା ଭାବରେ ତାଙ୍କର ଖ୍ୟାତି ଥିଲା। ଏ ଯୋଉ ମେସେଜଟା କଣ ସାର୍ ଯିବ କଂଗ୍ରେସର ଯୋଉ ତୃଣମୂଳ ସ୍ତରରେ ଅଛନ୍ତି? ଏହା ନିଶ୍ଚିତ ମୁକିମ କଂଗ୍ରେସରେ ଗୋଟେ ସ୍ଥାନ ଥିଲା, ଏକ ଦୃଢ ସ୍ଥାନ ଥିଲା କଂଗ୍ରେସରେ, ଏବଂ କାର୍ଯ୍ୟ କରୁଥିଲେ ବହୁତ ମାରିରେ। କଟକ ଭଳିଆ ସହରରେ ସିଏ ଜିତିଥିଲେ, ତାଙ୍କ ଝିଅ ଜିତିଥିଲା ଏମଏଲଏ ହେଇକିରି। କିନ୍ତୁ ଏସବୁ ସତ୍ତ୍ୱେ କଂଗ୍ରେସରେ ସେ ଥିଲେ। ସେ କଂଗ୍ରେସରୁ ଗଲା ପରେ କଣ ହବ ସେ କଥା ସେ ଦେଖିବେ। ସାର୍, ଏଥିରେ ଆପଣ ଭାବୁଛନ୍ତି କି ମୂଳରୁ ଜଣେ ଏତେ କଂଗ୍ରେସ ପ୍ରତି ଜଣଙ୍କର ଏତେ ଦାୟିତ୍ୱବାନ ନେତା ଜଣେ, ଏଥିରେ ଆପଣ ଭାବୁଛନ୍ତି କି ବାହାର ଦଳର କିଛି ଗୋଟେ ଷଡ଼ଯନ୍ତ୍ର ରହିଛି? ସେ ବିଜେପି ହଉ କିମ୍ବା ବିଜେଡି ହଉ, ଯୋଉମାନେ ଚାହୁଁଛନ୍ତି କଂଗ୍ରେସକୁ ଆହୁରି ଦୁର୍ବଳ କରିକି ଭଲ ଭଲ ନେତାଙ୍କୁ ନେବା ପାଇଁ? କଣ ହବ ମୁଁ ଆଉ କହିହବନି। ବର୍ତ୍ତମାନ ଆଙ୍କର ନିଷ୍ପତ୍ତି ଝିଅର ନିଷ୍ପତ୍ତି ଉପରେ ନିର୍ଭର କରେ, ଝିଅ କଣ କରିବ। ତାପରେ ମୁକିମ ମଧ୍ୟ ସେ ତାଙ୍କର କଥାରୁ ଯାହା ଜଣା ପଡୁଛି ସେ ଭିନ୍ନ ଏକ ରାଜନୈତିକ ବିଚାରରେ ମଧ୍ୟ ଅଛନ୍ତି। କାରଣ ସେ ହୁଏତ ଗୋଟେ ରାଜନୈତିକ ଦଳ ଗଠନ କରିପାରନ୍ତି ସ୍ୱତନ୍ତ୍ର ଭାବରେ, ବା କୌଣସି ଏକ ରାଜନୈତିକ ଦଳରେ ଯାଇପାରନ୍ତି। ସେଇଟା ତାଙ୍କୁ ସବୁ ଦେଖିବେ। ସେ ଗୋଟେ କଥା ଭଲ କହିଛନ୍ତି ଯେ ମୁଁ ମୋର ସମର୍ଥକ ଯୋଉମାନେ ମୋ ସାଥିରେ ଅଛନ୍ତି ତାକୁ ଡାକିକିରି ସଭା କରିବି, ତାଙ୍କ ମତାମତ ନେବି। ଏଣୁ ସେଇ ଦୃଷ୍ଟିରୁ ଜଣା ପଡୁଛି ସେ ଗୋଟେ ମତାମତ ନବା ପାଇଁ କି ଆଗରୁ ପ୍ରସ୍ତୁତ ହେଇଛନ୍ତି। ସାର୍, ଆପଣ ଯାହା ଦେଖିବେ, ଆପଣଙ୍କୁ ବି ବହୁତ ଦିନର ଗୋଟେ ଅନୁଭବ ରହିଛି। କଂଗ୍ରେସ ଦଳ ଭିତରେ ଗୋଟେ ଗୋଷ୍ଠୀ କନ୍ଦଳ କଥା ସଦାବେଳେ ଚର୍ଚ୍ଚା ହଉଛି। ପୂର୍ବତନ ଯେତେ ସଭାପତି ଅଛନ୍ତି, ଏବେ ବର୍ତ୍ତମାନର ଯେ ସଭାପତି, ତାଙ୍କ ନେଇ ବର୍ତ୍ତମାନ ବି ପ୍ରଶ୍ନ ଉଠୁଛି ଯେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ। ଆପଣ ଯଦି ଦେଖିବେ 25 ବର୍ଷ ହେଲା କଂଗ୍ରେସ ଗୋଟେ ସରକାରର ଦ୍ୱିତୀୟ ସ୍ଥାନକୁ ଆସିପାରୁନାହିଁ ଗଠନ କରିବା ପାଇଁ। ଦୃଢ଼ ପ୍ରତିନିଧି ହେଇପାଇଁ ଉଠିବା ପାଇଁ କଂଗ୍ରେସକୁ ଗୋଟେ ସାଂଗଠନିକ ସ୍ତରରେ କଣ କରିବା ସାର୍ ଦରକାର? କହିହବ ନାହିଁ। ବର୍ତ୍ତମାନ କଥାଟା ହଉଛି ସେ କଂଗ୍ରେସକୁ ଦୃଢ କରିବା ପାଇଁ ଚାହୁଁଥିଲେ,
कि ना कांग्रेस को दुर्बल करने चाहूले। तार कारण माने अनेक भाव तांका विरुद्ध रे अभियोग होईची जे पार्लियामेंट निर्वाचन बेले से पार्लियामेंट मेंबर अण कांग्रेस लोक को भोट देइचंती, बीजेपी को भोट देइचंती, दया कहते एवं निज कहते निजे जीतचंती। से तांका निज ऊपर विशेष गुरुत्व दौले दल अपेक्षा। एक विरुद्ध रे अनेक आलोचना हवा मु शुणी एवं मु गोटे प्रकार अनुभवी बोली कहले अत्युक्ति हेब नहीं। ସାର୍ ମୁକିମ ବାବୁ ଯୋଉ ଅଭିଯୋଗ ଆଣିଛନ୍ତି ଯେ ଦଳ ଭିତରେ ପରିବର୍ତ୍ତନ ହେଲେ ଦଳ ଆଗକୁ ଆସିବ, ୟାକୁ ନେଇ ଆପଣ କଣ ମତ ରଖିବେ? ନାଇଁ, ଦଳରେ ଯଦି ଆଗକୁ ଆସିବାର ଚିନ୍ତା ଥାନ୍ତା ସେ ମଝିରେ କାହିଁକି ଦୁଇ ତିନିଟି ଦଳକୁ ଯାଇଥିଲେ? କଣ ପାଇଁ ଯାଇଥିଲେ? କଣ ପାଇଁ ସେ ଭାରତୀୟ ଜନତା ପାର୍ଟିର ସ୍ପନ୍ସର୍ଡ କ୍ୟାଣ୍ଡିଡେଟ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଖୋଲାଖୋଲି ଭାବରେ ସମର୍ଥନ ଦେଲେ ଏବଂ କହି ବୁଲିଲେ ଯେ ମୁଁ ହେଇଛି ଓଡିଆ ଝିଅକୁ କହିଛି। ତାର ତ କଂଗ୍ରେସ ଅପେକ୍ଷା ତାଙ୍କ ବିଚାର ଆଉ ଗୋଟେ ଭିନ୍ନ ଭାବରେ ଥିଲା। ଏଇ ଯୋଉ କଥା ଗୁଡିକ ଅତୀତରେ କହିଛି ସେ ତ ସମସ୍ତେ ଜାଣିଛନ୍ତି ଏବଂ ସେ ଅନୁସାରେ କାର୍ଯ୍ୟ ହେଇଛି ଆଉ କଣ। ତାହେଲେ ଆପଣ ସ୍ପଷ୍ଟ ଭାବେ କହୁଛନ୍ତି ଯେ ରାଷ୍ଟ୍ରପତି ଇଲେକ୍ସନ ବେଳଠୁ ସେ କଂଗ୍ରେସ ସହିତ ଜଡିତ ଅଛନ୍ତି ଏବଂ କଂଗ୍ରେସର ବିଚାରଧାରା ସହିତ ବିଜେପି ବିଚାରଧାରା ସହିତ ସେ ଜଡିତ ହୋଇକି ଏଭଳି ପଦକ୍ଷେପ ନେଇଛନ୍ତି। ନାଇଁ ନାଇଁ, ରାଷ୍ଟ୍ରପତି ନିର୍ବାଚନରେ ସେ ଜଣା ପଡିଲା ଯେ ସେ କଂଗ୍ରେସ ଠାରୁ ତାଙ୍କର ଆଉ ଗୋଟେ ଭିନ୍ନ ଓପିନିଅନ ଅଛି ଏବଂ ମଝିରେ ସେ ଅନେକ ରାଜନୈତିକ ଦଳର ନେତାଙ୍କ ସହିତ ଭେଟଭାଟ କରୁଥିଲେ ଆଉ ଗୋଟେ ନୂଆ ଦଳ ଗଢିବା ପାଇଁ ବା ନୂଆ ଦଳକୁ ଯିବା ପାଇଁ କି ଏସବୁ ଅଛି। ସାର୍ ବିଭିନ୍ନ ରାଜ୍ୟ କଥା ଯଦି ଆପଣ ଦେଖିବେ ଯୋଉଠି କଂଗ୍ରେସର ଭଲ ଭଲ ନେତା ଅଛନ୍ତି, ଯେମିତି ଜ୍ୟୋତିରାଦିତ୍ୟ ସିନ୍ଧିଆ ହୁଅନ୍ତୁ ବା ଆସାମର ଯିଏ ଏବେ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ହୁଅନ୍ତୁ, ଏବେ ଯୋଉ ଭଲ ଭଲ ନେତା ଅଛନ୍ତି କଂଗ୍ରେସର ତାଙ୍କୁ ବିଜେପି ଟ୍ୟାପ୍ କରିକି ନେଇଯାଉଛି। ଏଠି ମଧ୍ୟ ଆପଣ ଭାବୁଛନ୍ତି କି ମୁକିମକୁ କଂଗ୍ରେସ ହାତରୁ ନେଇଯାଇଛନ୍ତି ସେମାନେ? ହଁ, ଦି ପ୍ରକାର ଲୋକ ବିଜେପି କି ଯାଉଛନ୍ତି। ଦଳେ ହଉଛନ୍ତି ବ୍ୟବସାୟୀ, ତାଙ୍କ ଘରେ ଇଡି ଫିଡି ଭର୍ତ୍ତି ହେଇଯିବ, ଇଡି ସେ ଇନକମ ଟ୍ୟାକ୍ସ ରେଡ୍ ହବ, ତାଙ୍କୁ ଯାବତୀୟ ହଇରାଣ କରାଯିବ, ଜେଲ ଭିତରେ ନେବ, ସେମାନେ ଭୟାଳୁ। ଆଉ ଜଣେ ଦୁର୍ନୀତିଗ୍ରସ୍ତ ଲୋକ। ଏଣୁ ଦି ପ୍ରକାର ଲୋକ ବିଜେପି କି ଯାଉଛନ୍ତି। ସମସ୍ତେ ବିଜେପି କି ଯିବେ କାହିଁକି? କଣ ପାଇଁ ଯିବେ? ସେ କଣ ସମସ୍ତଙ୍କୁ ଟାଣିକି ନେଇପାରିବେ? ଏଡେ ଶକ୍ତି ମୋଦିଙ୍କର ବି ନାହିଁ। ଧରି ନିଆଯାଉ ମୁଁ ଯେତେବେଳେ ଗୋଟିଏ ଦଳ ଛାଡିକିରି 10 ବର୍ଷ କାଳ ବସି ରହିଥିଲି, ଭାରତୀୟ ଜନତା ପାର୍ଟି ମତେ ଆକୃଷ୍ଟ କରିପାରିଲେ ନାହିଁ କ୍ଷମତାରେ ରହିକିରି। କେମିତି କରିବ? କାହିଁ କରିବ? ଆମର ବିଚାରଧାରା ଅଛି, କୋଉ କାର୍ଯ୍ୟକ୍ରମ ଆମେ ବିଶ୍ୱାସ କରୁ ଅଛି। ଆଗରୁ ଦେଖାଯାଇଛି ଯେ ଯୋଉ କଂଗ୍ରେସର ଯୋଉ କଟ୍ଟର ଭଲ ନେତା ବା ଦୃଢ ଶକ୍ତିବାନ ନେତା ମାନେ ଯାଇଛନ୍ତି, ସେମାନେ ସେମାନଙ୍କ ସଂଗଠନ ସହ ଭୋଟରଙ୍କୁ ମଧ୍ୟ ତାଙ୍କ ଆଡକୁ ଟାଣି ନେଇଯାଇଛନ୍ତି। ଏଠି ଆପଣ କଣ ଭାବୁନାହାନ୍ତି କି କଟକ ବାରବାଟୀରେ ଯୋଉ ଏତେ ବଡ ନେତା ମୁକିମ ସେ ଯଦି ଚାଲିଯାଆନ୍ତି ତାହେଲେ କଂଗ୍ରେସର ଗୋଟେ ବଡ କ୍ଷତି ହବ କଟକରେ? କିଛି ମତେ କାହିଁ ଲାଗୁନାହିଁ ସେମିତି ବିଶେଷ କିଛି କ୍ଷତି ହେଲା ଭଳି। କ୍ଷତି କିଛି ପରିମାଣରେ କିଛି ସମୟ ପାଇଁ ହେଇପାରେ, କାରଣ ସେମିତି ଆମେ ଲକ୍ଷ୍ୟ କରିବୁ ନାହିଁ ଯେ ଜଣେ ବ୍ୟକ୍ତି ସେ ଯୋଉ ଯାଉଛନ୍ତି ତାଙ୍କ ସାଙ୍ଗରେ ଯେ ତାଙ୍କର ସମସ୍ତ ଲୋକ ପଳେଇବେ ସେମିତି କିଛି ଭାବିବା ଉଚିତ ନୁହେଁ। ମୁଁ କାହିଁ ଦେଖିପାରୁନାହିଁ।